ଶରଧାପୁର ଗ୍ରାମରେ ଧୁମଧାମରେ ପାଳିତ ହେଲା ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶରଧାପୁର ଗ୍ରାମର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଧୁମଧାମରେ ପାଳିତ ହୋଇଯାଇଛି। ଏଥିପାଇଁ ଘରେ ଘରେ ଜମୁଛି ପିଠାପଣାର ଆସର। ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନବାନ୍ନ ଲାଗି କରିଛନ୍ତି ଅଞ୍ଚଳବାସୀ। ଚାଷୀ ଘରର ପୁଅ ନିଜ ଅମଳ ଧାନ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରନ୍ତି। ନୂଆଖାଇ ଭେଟଘାଟର ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରିବା ସହ ଆଶୀର୍ବାଦ ନେଇଛନ୍ତି। ଭାଇଚାରାର ଏହି ନିଆରା ପର୍ବ ନୂଆଖାଇରେ ନିଜ ପରିବାରର ବନ୍ଧୁବାନ୍ଧବ ପରିବାର ସହ ସାମିଲ ହୋଇଛନ୍ତି। ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଁର ରାଧାକୃଷ୍ଣ ଛକ ପାଖରେ ଏକାଠି ହୋଇଥିଲେ ଲୋକେ। ସ୍ନେହ ପ୍ରେମ ଓ ପରମ୍ପରାର ବନ୍ଧନରେ ପ୍ରତୀକ ଭାବେ ନୂଆ ଚାଉଳ ନୂଆ ଚୂଡ଼ା ଓ ଫଳ ଭଳି 9 ପ୍ରକାର ବ୍ୟଞ୍ଜନ ଭୋଗ କରାଯାଇଥିଲା। ଘରର ମୁରବୀଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ଡିଆ ମାରି ଗ୍ରାମରେ ଅନେକ ଲୋକ ଏକାଠି ବସି ନୂଆ ଖାଇଛନ୍ତି। ଖାଲି ଦୋନାରେ 6 ତିଅଣ 9 ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି। ଏହି ଅବସରରେ ଆଖପାଖ ଅଞ୍ଚଳ ତଥା ଗ୍ରାମର ଅନେକ ଲୋକ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ପୂଜା କମିଟି ପକ୍ଷରୁ ଉପସ୍ଥିତ ଅତିଥିଙ୍କୁ ଗାମୁଛା ଫୁଲତୋଡ଼ା ଦେଇ ଉପଢୋକନ ଦିଆଯାଇଥିଲା। ଏହି ଅବସରରେ ମାର୍କଣ୍ଡ ଗହିର ସଭା ପରିଚାଳନା କରିଥିବା ବେଳେ ଧନେଶ୍ୱର ଗହିରୀ, ତହସିଲ ଗହିରୀ, ଘେନୁରାମ ସଗରିଆ, ବନମାଳୀ ଗହିରୀ, ଦେବାର୍ଚ୍ଚନା ଗହିରୀ, ପିତବାସ ଗହିରୀ, ହେତୁରାମ ଗହିରୀ, ହେରାମ ଗହିରୀ, ମନିଜର କଟା, ତୈରୁରାମ ବାଗ, ନକଳଧର ମାଝୀ, କେଶବ ରୋତି, ଯୁଧିଷ୍ଠିର ଗହିରୀଙ୍କ ସହିତ ଅନେକ ଲୋକ ଉପସ୍ଥିତ ଥିଲେ ଓ ଗଣେଶ ପୂଜା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।